very sweet morning. 15 March Friday. ଆଜି ରବି ଗ୍ରହ ଟ୍ରାଞ୍ଜିଟ୍ ହେଉଛନ୍ତି କୁମ୍ଭରୁ ମୀନକୁ ଆସୁଛନ୍ତି ମୀନ ସଂକ୍ରାନ୍ତି। ରବି ବୁଧ ବି ତାଙ୍କର ଫ୍ରେଣ୍ଡ ଅଛନ୍ତି କିନ୍ତୁ ବୁଧ ବକ୍ର ଅଛନ୍ତି। ରବି ନାରାୟଣ ମୀନ ରାଶିରେ ବହୁତ ଭଲ ରେଜଲ୍ଟ ଦିଅନ୍ତି କିନ୍ତୁ ଏତେ ପାୱାରଫୁଲ୍ ରେଜଲ୍ଟ ଦିଅନ୍ତିନି କାରଣ ରବି ହେଉଛନ୍ତି ଫାୟାର ଏନର୍ଜି ୱାଟର ଏନର୍ଜି ଘରେ ରହୁଛନ୍ତି। ଯେହେତୁ ଏ ଗୃହ ତାଙ୍କର ବନ୍ଧୁଙ୍କର ଗୃହ, ବନ୍ଧୁ ଘରେ ରହିଲେ କମ୍ପ୍ରୋମାଇଜ୍ କରିବାକୁ ପଡ଼େ, ନିଜର ପାୱାରକୁ ଦେଖେଇ ହୁଏ ନାହିଁ। ସେଭଳି ରବି ନାରାୟଣ ଏବେ ରହିବେ। ଆପଣ ଯେତେବେଳେ ଟ୍ରାଞ୍ଜିଟ୍ ହୁଏ କିଛି ରିମେଡ଼ି କରିନିଅନ୍ତୁ, ଆପଣଙ୍କୁ ଟିକେ ବେଟର୍ ରେଜଲ୍ଟ ମିଳିବ। ଗାୟତ୍ରୀ ଅଧିକ ଥର ପାଠ କରନ୍ତୁ। ଓମ୍ ଘୃଣୀ ସୂର୍ଯ୍ୟାୟ ନମଃ ଏହି ମନ୍ତ୍ର ଜପ କରନ୍ତୁ। ଉଦୟ ସୂର୍ଯ୍ୟଙ୍କୁ ଦୀପ ଧୂପ ଦୀପ ଅର୍ପଣ କରନ୍ତୁ। ଯଦି ବି ଆପଣ ଲେଟ୍ରେ ବି ସୂର୍ଯ୍ୟନାରାୟଣଙ୍କୁ ପୂଜା କରୁଛନ୍ତି, ଆପଣ ନିଶ୍ଚୟ ଆଜି ସୂର୍ଯ୍ୟନାରାୟଣଙ୍କୁ ପୂଜା କରନ୍ତୁ। ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ। ଗୁଡ଼ ଜଳ ପିଅନ୍ତୁ, ସୂର୍ଯ୍ୟନାରାୟଣଙ୍କୁ ଦିଅନ୍ତୁ। ଆପଣ ଆଜି ଗୁଡ଼ରେ ତିଆରି କିଛି ଖାଦ୍ୟ ବି ଖାଆନ୍ତୁ, ବହୁତ ଶୁଭ ଫଳ ପ୍ରାପ୍ତି ହେବ। କିଛି ଇମ୍ପୋର୍ଟାଣ୍ଟ କାମ କରିବାକୁ ଅଛି ଯଦି 12:20ରୁ 2:40 ଭିତରେ କରିବେ, କାମରେ ଅନେକ ବାଧା ଦୂର ହେବ। ମେଷ ରାଶି ନୂଆ କଣ୍ଟାକ୍ଟ ମିଳିବ, ଆପଣ ଏନର୍ଜେଟିକ୍ ରହିବେ, ଫାଇନାନ୍ସିଆଲ ଭଲ ରହିବ, କୌଣସି କାମରୁ ଆଜି ଲାଭ ମିଳିବ। ବୃଷ ରାଶି ଆପଣଙ୍କର କେହି ଦୋଷୀ ବି କରିପାରନ୍ତି, କୌଣସି ଜଟିଳ କାମରେ ଆଜି ଫସିଯିବେ। ଆପଣ ଯାତ୍ରା ମଧ୍ୟ କରିବେ, ପାଦରେ ଆଘାତ ଲାଗିପାରେ, କେୟାରଫୁଲ୍ ରୁହନ୍ତୁ, କିଛି ଖର୍ଚ୍ଚ ଅଛି। ମିଥୁନ ରାଶି ନୂଆ ଉତ୍ସାହ ନୂଆ ଏନର୍ଜି ଆପଣଙ୍କୁ ପ୍ରାପ୍ତି ହେବ। ଆପଣ ଆଜି କିଛି ରିସ୍କ ଷ୍ଟେପ୍ ମଧ୍ୟ ନେବେ, ଖାଦ୍ୟ ପସନ୍ଦର ମିଳିବ। କର୍କଟ ରାଶି କଥାବାର୍ତ୍ତାକୁ ନେଇକି ଝଗଡ଼ା ହେଇପାରେ, କୌଣସି ବ୍ୟକ୍ତିଙ୍କୁ ଆପଣ ଏଭଳି କିଛି ବ୍ୟବହାର କିମ୍ବା କଥା ଦେଖେଇବେ କିମ୍ବା ଆପଣଙ୍କୁ ବି ମିଳି ବି ପାରେ। ମାଇଣ୍ଡ ଅପସେଟ୍ ଟିକେ ରହିବ, କେୟାରଫୁଲ୍ ରୁହନ୍ତୁ, କିଛି ହଜି ଯାଇପାରେ। ଇଏ ମଧ୍ୟ ଆପଣ ପ୍ରିସିୟସ୍ ଦ୍ରବ୍ୟକୁ ହ୍ୟାଣ୍ଡେଲ୍ କରନ୍ତୁ। ସିଂହ ରାଶି ନୂଆ ଉତ୍ସାହ ନୂଆ ଏନର୍ଜି, ଫାଇନାନ୍ସିଆଲ ଭଲ ରହିବ, ପେଣ୍ଡିଂ କାମ ମଧ୍ୟ କରିନେବେ। କୌଣସି ଶତ୍ରୁଙ୍କ ଠାରୁ ଆପଣ କିଛି ଅର୍ଥ ମିଳିବ କିମ୍ବା ଆପଣଙ୍କର କୌଣସି ନିଜ ଲୋକ ଆଜି ହେଲ୍ଥର ପ୍ରୋବ୍ଲେମ୍ ହେଇପାରେ, ସ୍ପେଶାଲି ଫାଦରଙ୍କର କିମ୍ବା ଆପଣଙ୍କର। ଏବେ ବି ରବି ଟ୍ରାଞ୍ଜିଟ୍ ହେଉଛି, ଆପଣଙ୍କ ପାଇଁକି ଭଲ ନୁହେଁ। ଆପଣ ଯୋଗ ଏକ୍ସରସାଇଜ୍ କରନ୍ତୁ, ସୂର୍ଯ୍ୟ ନମସ୍କାର କରନ୍ତୁ, ନଚେତ୍ ଆପଣଙ୍କର ହେଲ୍ଥ ପ୍ରୋବ୍ଲେମ୍ ଆସିବ। କନ୍ୟା ରାଶି ଆପଣ ପିତାଙ୍କ ସହିତ ସୁନ୍ଦର ଟାଇମ୍ ସ୍ପେଣ୍ଡ କରିବେ। ଲାଇଫ୍ ପାର୍ଟନର ଆପଣଙ୍କୁ ଆଜି କିଛି ସହଯୋଗ କରିବେ, କୌଣସି ପରିବର୍ତ୍ତନକୁ ଆପଣ ଆଜି ସୁନ୍ଦର ଭାବରେ ହ୍ୟାଣ୍ଡେଲ୍ କରିବେ। ତୁଳା ରାଶି ରୋମାଣ୍ଟିକ୍ ରହିବେ, ଆପଣ ଆଜି ଷ୍ଟୁଡେଣ୍ଟମାନଙ୍କ ପାଇଁ ବଢ଼ିଆ ଅଛି ଦିନ, ଆପଣଙ୍କୁ କିଛି ଲାଭ ବି ମିଳିବ, କିଛି ନଲେଜ୍ ପାଇବେ। ବିଛା ରାଶି ହେଲ୍ଥ କିଛି ପ୍ରୋବ୍ଲେମ୍ ହେଇପାରେ, ମାଇଣ୍ଡ ଆଜି ଡିଷ୍ଟର୍ବ ରହିବ। ଆପଣଙ୍କର ପିତାଙ୍କର କିଛି ଯାତ୍ରା ଯଦି କରୁଛନ୍ତି କିମ୍ବା ପିତାଙ୍କୁ ନେଇକି ଆପଣ ଆଜି କିଛି ପରିଶ୍ରମ କରିବେ, ପିତାଙ୍କୁ ନେଇକି କିଛି ଟେନସନ୍ ରହିବେ, କିନ୍ତୁ ଟେନସନ୍ ଓଭର୍ ହେବ, ଏତେ କିଛି ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଧନୁରାଶି ଆପଣଙ୍କୁ ଆଜି ସହଯୋଗ ମିଳିବ ବିଜନେସ୍ରୁ, ନୂଆ ବିଜନେସ୍ କରିପାରନ୍ତି କିମ୍ବା ଏ ଦିଗରେ ପ୍ଲାନିଂ କରିବେ। ଆପଣଙ୍କର ଲାଇଫ୍ ପାର୍ଟନର ଆପଣଙ୍କୁ ଆଜି ସହଯୋଗ କରିବେ। ବହୁତ ବଢ଼ିଆ ଦିନ ମଧ୍ୟ ଅଛି, ପାରିବାରିକ ଲାଇଫ୍ ଭଲ ରହିବ। ମକର ରାଶି ଆପଣ ଆଜି କୌଣସି ଇଣ୍ଟରେଷ୍ଟିଂ ଚାପ୍ଟରକୁ ନେଇକି ଚିନ୍ତା କରିବେ, ଆପଣ ଆଜି ସିକ୍ରେଟିଭଲି କିଛି କାମ ମଧ୍ୟ କରିବେ। ଫାଇନାନ୍ସ ଦିଗ ଷ୍ଟ୍ରଙ୍ଗ ରହିବ। ଆଜି କୌଣସି ନୂଆ ଚାପ୍ଟର ନୂଆ କିଛି ପ୍ରୋଜେକ୍ଟକୁ ଆପଣ ଆଜି କିଛି ପ୍ରାଇଜ୍ ଦେବେ। ବିଜି ରହିବେ, ଫାଇନାନ୍ସିଆଲ କିଛି ପ୍ରୋବ୍ଲେମ୍ ହେଇପାରେ କିନ୍ତୁ ହ୍ୟାଣ୍ଡେଲ୍ କରିନେବେ। କୁମ୍ଭ ରାଶି ପୂଜା ପାଠ ଆଧ୍ୟାତ୍ମିକ କାର୍ଯ୍ୟ ରୁଚି ରହିବ, ଆପଣଙ୍କର ଯାତ୍ରା ବହୁତ ଭଲ ରହିବ। ଫ୍ୟୁଚର ରିଲେଟେଡ଼୍ କିଛି କାମ କରିବେ, ଗଭର୍ଣ୍ଣମେଣ୍ଟ ସମ୍ବନ୍ଧିତ ଫାଇନାନ୍ସ ଭୂମି ଘର ଏ ଦିଗରୁ କିଛି ଆପଣଙ୍କୁ ଆଜି କିଛି ନ୍ୟୁଜ୍ ମିଳିବ। ମୀନ ରାଶି ଆପଣଙ୍କ ପାଇଁ ଆଜି ବହୁତ କାମ ଅଛି, ବିଜି ରହିବେ। ଆପଣଙ୍କର ଗଭର୍ଣ୍ଣମେଣ୍ଟ ବା ଡକୁମେଣ୍ଟ ସମ୍ବନ୍ଧିତ କାମ ଆଗକୁ ବଢ଼ିବ। ଦିନକୁ ଆହୁରି ସୁନ୍ଦର କରିବା ପାଇଁକି ଆପଣ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ। ହେଲ୍ଥକୁ ବେଟର୍ କରିବା ପାଇଁକି ସୂର୍ଯ୍ୟ ନମସ୍କାର କରନ୍ତୁ। ଆପଣ ଆଜି ଲୁଣ କମ୍ ଖାଆନ୍ତୁ, ମିଠା ଦହି ଖାଆନ୍ତୁ, ଚକୋଲେଟ୍ ମଧ୍ୟ ଛୋଟ ପିଲାଙ୍କୁ ଦିଅନ୍ତୁ, ଆପଣଙ୍କ ଦିନ ଆହୁରି ସୁନ୍ଦର ରହିବ। ଭିଡ଼ିଓକୁ ଟିକେ ଲାଇକ୍ କରନ୍ତୁ, ସେୟାର କରନ୍ତୁ।
चैनल को सब्सक्राइब करंतु आउ पाखरे थिबा बेल आइकन को क्लिक करंतु जहाद्वारा कि नुआ नुआ वीडियो आपण देखि पारिबे। धन्यवाद।